ବିଜେଡି କରିବା ଭିତରେ ମୁଁ ଝିଅ ତ ଆସିପାରିବନି ନା, ଯାହାଟା ହେଇଯାଇଛି ଯାହା ଚାଲି ଯାଇଛି ଛାଡ଼ି ଦିଅନ୍ତୁ। ଏତିକି ଅନୁରୋଧ କରୁଛି, ଆମ ଘର ବାଲା ହଉ ମୁଁ ହଉ ଆମେ ଏଥିରେ ବହୁତ କଷ୍ଟରେ ଅଛୁ। ଆମକୁ ଏତିକି ଅନୁରୋଧ କରୁଛି ଏ ବିଷୟରେ ଆପଣ ମାନେ ଆଉ ଆମକୁ କଷ୍ଟ ଦିଅନ୍ତୁନି। ଏତିକି କହିବାକୁ ଚାହୁଁଛି ବିଜେଡି ବାଲାଙ୍କୁ, ସରକାର ବିଜେଡି ସରକାରକୁ ଯେକୌଣସି ନାଗରିକ ହଉ, କିନ୍ତୁ ଆଗର ଆପଣ ମାନେ ଯଦି କିଛି କରିବାକୁ ଚାହୁଁଛନ୍ତି ମୁଁ ଝିଅ ପାଇଁ ପ୍ରାର୍ଥନା କରନ୍ତୁ, ମୁଁ ଝିଅ ସେଠି ଭଲରେ ରହୁ, ଏତିକି ଅନୁରୋଧ କରୁଛି। ଯାହା ଝିଅ ଟ୍ରିଟମେଣ୍ଟ ଦେଇଛି ଝିଅଠୁ ଆମେ ଯାହା ଶୁଣିଛୁ ଜାଣିଛୁ ସେ ତା ମାନସିକ ଦୃଷ୍ଟି ଜିନିଷଟା କରିଛି। ୟା ପାଇଁ ଆମେ କାହାକୁ ଦୋଷ ଦେବାଟା ଆମକୁ କାହାକୁ ଖରାପ କହିବାଟା ଦୋଷ ଦେବାଟା ଉଚିତ କହୁନି, କିନ୍ତୁ ଯାହାଟା ହେଇଯାଇଛି ସେତିକି ଆମେ ଆପଣମାନଙ୍କୁ ଆଗୁଆ ମିଡିଆ ଆଗରେ ଆମେ କହିସାରିଛି। ଏଟା ବି ଏବେ ବି କହୁଛି, କିନ୍ତୁ ୟା ପରେ ଆପଣ ଏଇ ଜିନିଷ ବିଷୟରେ ଆଲୋଚନା କରନ୍ତୁନି, ଏତିକି ଆପଣଙ୍କୁ ଅନୁରୋଧ କରୁଛି। ଆଜି ଆପଣଙ୍କ ଘର ଟିକେ ଆସୁଛନ୍ତି, ଯୋଉ ଜିନିଷଟା ଯୋଉ କରୁଛନ୍ତି ନା ଏଇଟା ଆମକୁ ଭାରି କଷ୍ଟ ଲାଗୁଛି। କାହିଁକିନା ଯୋଉ ଜିନିଷଟା ହେଇଯାଇଛି ସରିଯାଇଛି ସେଟା ବାରମ୍ବାର ନ କରିବାଟା ମୁଁ ଭାବୁଛି ଏଟା ଆଉ ବାରମ୍ବାର ନ କରିବାଟା ଭଲ। କାହିଁକି ନା କଷ୍ଟ ଲାଗୁଛି ବାରମ୍ବାର ଆମ ଘରେ ଏବେ ବି ଘରେ ମାନେ ଏତେ କଷ୍ଟ ଲାଗୁଛି ସାର୍, ଯାହାକି ଆମେ ଘରେ ବି ଆମେ ଖାଇବା ପିଇବା ଆମେ ଯୋଉ ମାନସିକ ହିସାବରେ ରହୁଛୁ ତାର ଆମେ ଜାଣିଛୁ। କାହିଁକି ନା ଏଇ ଯୋଉ ବାରମ୍ବାର ଆମେ ଏଇ ଜିନିଷଟାକୁ ନେଇକି ବାରମ୍ବାର ଆଜିକି ଏତେ ଦିନ ହେଇଗଲାଣି, ଯାହାକି ମୁଁ ଆଗରୁ ବି ଅନୁରୋଧ କରୁଥିଲି ଏ ଭିତରେ ଆଲୋଚନା ରାଜନୀତି ନ କରିକି ଆମକୁ ଦୁଃଖରେ କଷ୍ଟରେ ପକାନ୍ତୁନି, ଏତିକି ଅନୁରୋଧ କରୁଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।